ମୁଁ ଜାଣେ ତୁମେ ତୁମ ପରିବାର ପାଇଁ ବହୁତ କାମ କର, ଦିନସାରା ସମସ୍ତଙ୍କ ସେବା କର, ପିଲାମାନଙ୍କୁ ଭଲ ସଂସ୍କାର ଦେବା ପାଇଁ ତୁମେ ଯଥାସମ୍ଭବ ଚେଷ୍ଟା ମଧ୍ୟ କର। ସେମାନଙ୍କର ବିକାଶ ପାଇଁ ବି ସେମାନଙ୍କୁ ସଠିକ୍ ଦିଶାରେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଇଥାଅ। ବେଳେବେଳେ ତୁମକୁ ମଧ୍ୟ ସେମାନଙ୍କ ଉପରେ ଚାପ ପକାଇବାକୁ ପଡ଼ିଥାଏ, ଯାହାଦ୍ୱାରା ସେମାନେ ଜୀବନରେ ସଠିକ୍ ଦିଶାରେ ଆଗକୁ ବଢ଼ିପାରିବେ। ତୁମ ଘରର ବଡ଼ ଲୋକମାନଙ୍କର ମଧ୍ୟ ଧ୍ୟାନ ରଖ ବା ଯତ୍ନ ନିଅ। ତୁମେ ଏସବୁକୁ ବହୁତ ଭଲ ପାଇବା ଏବଂ ଉତ୍ସାହ ସହିତ କରିଥାଅ, କିନ୍ତୁ ତଥାପି ତୁମର ପରିବାର ସଦସ୍ୟ ତୁମକୁ ବୁଝନ୍ତି ନାହିଁ ଏବଂ ଅନେକ ଥର ସେମାନେ ତୁମକୁ ଏପରି କିଛି କଥା କୁହନ୍ତି ଯାହା ତୁମକୁ ବହୁତ ଆଘାତ ଦେଇଥାଏ। ବେଳେବେଳେ ତ ତୁମର ପିଲାମାନେ ମଧ୍ୟ ତୁମ କଥାରେ ଓଲଟି ପଡ଼ି ତୁମକୁ ଉତ୍ତର ଦିଅନ୍ତି, କିଛି ଏପରି କହିଯାଆନ୍ତି ଯାହା ତୁମକୁ ଅନୁଭବ କରାଏ ଯେ ମୁଁ ତ ବହୁତ ଭଲ ସଂସ୍କାର ଦେବାକୁ ଚେଷ୍ଟା କରୁଛି, କିନ୍ତୁ ତଥାପି ପିଲାମାନେ ଏପରି ଆଚରଣ କରୁଛନ୍ତି। ତେବେ କ'ଣ ମୋ ଆଡ଼ୁ କିଛି ଭୁଲ ରହିଛି କି? ମୋ ପରିବାର ସଦସ୍ୟ ମଧ୍ୟ ମୋତେ କୁହନ୍ତି ଯେ ମୋର ଭୁଲ ରହୁଛି। ତେବେ କ'ଣ ପ୍ରକୃତରେ ମୋ ଭିତରେ କେବଳ ତ୍ରୁଟି ରହିଛି? କ'ଣ ମୁଁ ମୋ ଘରକୁ ସମ୍ପୂର୍ଣ୍ଣ ଭାବରେ ସମ୍ଭାଳି ପାରୁନାହିଁ? ସତରେ କ'ଣ ମୋ ପାଖରେ ସେହି ସକ୍ଷମତା ନାହିଁ? ଏହି ସମସ୍ତ ଚିନ୍ତାଧାରା ବା ବିଚାର ପ୍ରାୟତଃ ମୋର ଅନେକ ପିଲାଙ୍କ ମନରେ ଆସିଥାଏ। ତେଣୁ ପିଲାମାନେ ଗୋଟିଏ କଥା ବୁଝିନିଅ ଯେ ତୁମେ ଭଲ ମନରେ ନିଜ ହୃଦୟରୁ ନିଜର ପ୍ରତ୍ୟେକ କର୍ତ୍ତବ୍ୟ ପାଳନ କରୁଛ ଏବଂ ତୁମର ଉଦ୍ଦେଶ୍ୟ ମଧ୍ୟ ସମସ୍ତଙ୍କ ପ୍ରତି ସତ୍ୟ ଏବଂ ସଚ୍ଚୋଟ ଅଟେ। ତୁମେ କାହାର ଖରାପ ମଧ୍ୟ ଚାହଁ ନାହିଁ, ବରଂ ତୁମେ ତ ନିଜ ଘରକୁ ନିଜ ପରିବାରକୁ ଯୋଡ଼ିକି ରଖିବାକୁ ଚାହୁଁଛ, ଏକଜୁଟ କରି ପ୍ରଗତି ଆଡ଼କୁ ନେଇଯିବାକୁ ଚାହୁଁଛ। ତେଣୁ ସେଥିପାଇଁ ଯଦି କେହି ବି ତୁମ ଉପରେ ରାଗିଯାଆନ୍ତି ବା ଚିଡ଼ନ୍ତି, ତେବେ ତୁମେ ସେମାନଙ୍କ କଥା ହେତୁ ନିଜର କର୍ମକୁ ବିଗାଡ଼ ନାହିଁ ବା ନିଜର କର୍ମକୁ ନଷ୍ଟ ହେବାକୁ ଦିଅ ନାହିଁ। ତୁମର ସମସ୍ତ କାର୍ଯ୍ୟକୁ ତୁମେ ଏହିଭଳି ସଚ୍ଚୋଟତା ସହିତ କରିଚାଲ। ଦେଖିବ ତୁମେ ନିଶ୍ଚିତ ଭାବରେ ଏହାକୁ ବିନା ମୂଲ୍ୟରେ ଅବଶ୍ୟ ଜିତିପାରିବ ଏବଂ ତୁମର ନିଜ ଲୋକମାନେ ମଧ୍ୟ ନିଶ୍ଚିତ ଭାବରେ ତୁମକୁ ବୁଝିବେ। ନିଜକୁ ଦୋଷ ଦିଅ ନାହିଁ କିମ୍ବା ଏହା ଭାବ ନାହିଁ ଯେ ତୁମ ପାଖରେ କିଛି ଅଭାବ ଅଛି। ମନେ ରଖ, ତୁମେ ବହୁତ ପ୍ରତିଭାଶାଳୀ, ବହୁତ ଗୁଣବାନ ଏବଂ ତୁମେ ମୋ ସନ୍ତାନ। ଖୁସିରେ ରୁହ, ଖୁବ୍ ହସ। ବହୁତ ସାରା ଆଶୀର୍ବାଦ କରୁଛି। ଓମ୍ ସାଇ ରାମ, ଜୟ ସାଇ ରାମ।